ଖୋଲିଲା ସାର୍ଥକଙ୍କ ମୃତ୍ୟୁର ରହସ୍ୟ। କିଏ କରିଛି ସାର୍ଥକଙ୍କର ଏ ଅବସ୍ଥା? କ୍ୟାପ୍ଟେନ୍ ଦେଉଥିଲେ ନିର୍ଯାତନା ନା ହେଇଛି ଅପହରଣ? କିଏ ଏହି ଦେବାଶିଷ ପଟ୍ଟନାୟକ ଯାହା ପାଖରେ ଅଛି ସବୁ ସତ? ହଁ ଦର୍ଶକ ବନ୍ଧୁ, ମୃତ୍ୟୁର 1 ମାସ ପରେ ଖୋଲିଲା ସବୁ ରହସ୍ୟ। ମଝି ସମୁଦ୍ରରେ କୁଆଡ଼େ ନିଖୋଜ ହୋଇଗଲେ ଓଡ଼ିଆ ଯୁବ କ୍ୟାପ୍ଟେନ୍ ସାର୍ଥକ ମହାପାତ୍ର। ଦିନ ପରେ ଦିନ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ସାର୍ଥକଙ୍କ ବିଷୟରେ ଖବର ମିଳୁନି। ପୁଅ ସାର୍ଥକର ବାଟକୁ ପରିବାର ଲୋକେ ଅନେଇ ରହିଥିବା ବେଳେ ମନକୁ ଅନେକ ପାପ ବି ଛୁଉଁଛି। ତାଙ୍କ ମା ସାର୍ଥକଙ୍କର ମଙ୍ଗଳ ମନସିବା ସହିତ ସୁରକ୍ଷିତ ପରିବର୍ତ୍ତନକୁ ନେଇ ଘରେ ପୂଜା ଅର୍ଚ୍ଚନା ସହ ସଂକୀର୍ତ୍ତନ ମଧ୍ୟ କରାଯାଉଛି। ଭଗବାନଙ୍କ ଉପରେ ସବୁ ଛାଡ଼ି ଦେଇଛନ୍ତି ପରିବାର ଲୋକେ। ସାର୍ଥକଙ୍କର ନିଖୋଜ ଅନେକ ପ୍ରଶ୍ନବାଣୀ ସୃଷ୍ଟି କରିଛି। ସମୟ ଯେତିକି ବଢ଼ୁଛି ମନରେ ସେତିକି ପାପ ମଧ୍ୟ ଛୁଉଁଛି। ପୁଅ ଯେଉଁଠି ଥାଉ ଭଲରେ ଥାଉ ବୋଲି ଆଉ ସୁରକ୍ଷିତ ଥାଉ ବୋଲି ତାଙ୍କ ମା ଖାଲି କହୁଛନ୍ତି। ଶେଷରେ ସବୁ ଆଶା ଭରା ହୋଇ ଶେଷରେ ଜଗନ୍ନାଥଙ୍କ ପାଖରେ ଶରଣ ପଶିଛନ୍ତି ସାର୍ଥକଙ୍କ ପରିବାର ଲୋକେ। ମନରେ ତ ଅନେକ ସନ୍ଦେହ ଆସୁଛି, କାରଣ ସାର୍ଥକଙ୍କ ନିଖୋଜ ଖବର ଶୁଣିବା ପରେ ପରେ ସାର୍ଥକଙ୍କ ମା ରଶ୍ମିତା ଓ ମାମୁଁ ଜାହାଜରେ ସାର୍ଥକଙ୍କ କ୍ୟାବିନ୍ ଯାଇ ଖୋଜାଖୋଜି ମଧ୍ୟ କରିଥିଲେ, ହେଲେ ସେଠାରେ ସାର୍ଥକଙ୍କର ସେଫ୍ଟି ଜ୍ୟାକେଟ୍ ଓ ଜୋତା ନଥିଲା। ଆଉ ଜାହାଜର କର୍ତ୍ତୃପକ୍ଷମାନେ ସାର୍ଥକଙ୍କ କ୍ୟାବିନ୍ ଛଡ଼ା ଆଉ କୋଉଆଡ଼େ ବି ଖୋଜିବାକୁ ଅନୁମତି ଦେଇନଥିଲେ ବୋଲି ଓଡ଼ିଶା ଆସିବା ପରେ ମା ଓ ମାମୁଁ କହିଥିଲେ। ବର୍ତ୍ତମାନ ସାର୍ଥକଙ୍କ ପରିବାର ଅଭିଯୋଗ କରିଛନ୍ତି କି ଜାହାଜ ଭିତରେ କ'ଣ ସବୁ ହୋଇଛି ସଠିକ୍ ତଥ୍ୟ ଦେଉନାହାନ୍ତି ଜାହାଜ କର୍ତ୍ତୃପକ୍ଷ। ଏପଟେ ଡିଜି ସିପିଂ କ୍ୟାପ୍ଟେନ୍ ରବି ସିଂ ଓ ବାଲୁଙ୍କେଶ୍ୱର ମହାପାତ୍ର ଜାହାଜରେ ତଦନ୍ତ କରୁଛନ୍ତି ଓ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରୁଛନ୍ତି। ଅନ୍ୟପଟେ ଅନେକ ଲୋକେ ଅନେକ କଥା ଆଲୋଚନା କରୁଛନ୍ତି। ସାର୍ଥକଙ୍କୁ କୁଆଡ଼େ ଜାହାଜ କର୍ତ୍ତୃପକ୍ଷ ଲୁଚାଇ ରଖିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଠି ଖାଲି ପରିବାର ଲୋକେ ନୁହନ୍ତି, ବରଂ ପୁରା ଓଡ଼ିଶାବାସୀ ସାର୍ଥକଙ୍କୁ ନେଇ ଚିନ୍ତାରେ ଅଛନ୍ତି।